Hello friends, good morning to all of you in the Master Education channel। ଠିକ୍ ଅଛି ପିଲାମାନେ, ଆଜି ଆମେ ଚତୁର୍ଥ ଶ୍ରେଣୀର ପରିବେଶ ବିଜ୍ଞାନ ଠିକ୍ ଅଛି ପିଲାମାନେ ଏ ବିଷୟରେ ଦେଖିବା। ଏଇଟା ହେଉଛି ଆମର ବାର୍ଷିକ ପରୀକ୍ଷା ପାଇଁ ପିଲାମାନେ 100% ସିଓର ସର୍ଟ କୋଶ୍ଚିନ୍ ପିଲାମାନେ। ଠିକ୍ ଅଛି, ଦେଖ ଏଠି ଲେଖା ହେଇଛି କ'ଣ ଶିକ୍ଷାର୍ଥୀଙ୍କ ନାମ। ଏଠି ତମ ନାଁ ନିଜ ନାମ ଲେଖିବ ପିଲାମାନେ। ଏଠି ରୋଲ ନମ୍ବର, ଏଠି ବିଭାଗ, ଏଠି ତାରିଖ ଲେଖିବ, ବିଦ୍ୟାଳୟର ନାମ ଲେଖିବ, ବ୍ଲକ ଆଉ ଜିଲ୍ଲା। ଠିକ୍ ଅଛି ପିଲାମାନେ, ଏବେ ନେକ୍ସଟ କୋଶ୍ଚିନ୍କୁ ଦେଖିବା ପିଲାମାନେ। ଦେଖ ପିଲାମାନେ, ଆମର ଯେଉଁ କୋଶ୍ଚିନ୍ ଦେଇଛି ପ୍ରଶ୍ନ ନମ୍ବର 1 ଓ 2ର ପ୍ରଥମ ଯୋଡ଼ାର ସମ୍ପର୍କକୁ ଦେଖି ଦ୍ୱିତୀୟ ଯୋଡ଼ାର ଶୂନ୍ୟସ୍ଥାନ ପୂରଣ କର। ଠିକ୍ ଅଛି ପିଲାମାନେ, ଦେଖ ପିଲାମାନେ, ଭାତଟା ହେଉଛି ଆମର କ'ଣ ଶ୍ୱେତସାର। ସେମିତି କ'ଣ ଦେଇଛି ସୋୟାବିନ୍, ସୋୟାବିନ୍ଟା କେଉଁ ସାର ଲେଖିବ ପିଲାମାନେ। ନକ୍ଷତ୍ରଟା ହେଉଛି ପିଲାମାନେ କ'ଣ ସୂର୍ଯ୍ୟ। ଗ୍ରହ ଆମର କ'ଣ ହେଇପାରିବ ପୃଥିବୀ ହେଇପାରିବ। ଆମର ପୃଥିବୀ ହେଉଛି ଗୋଟେ ଗ୍ରହ। ଠିକ୍ ଅଛି, ତାପରେ ପ୍ରଶ୍ନ କ'ଣ ଦେଇଛି ପିଲାମାନେ ପ୍ରଶ୍ନ ନମ୍ବର 3 ଓ 4ରେ ଅଲଗାଟିକୁ ଚିହ୍ନଟ କରି ଲେଖ। ଠିକ୍ ଅଛି ପିଲାମାନେ, ପଦାର୍ଥର ଅବସ୍ଥା ଦୃଷ୍ଟିରୁ ଦେଖ ପିଲାମାନେ, ପଥର, କାଠ, ଚୁଡ଼ି, ତେଲ। ଠିକ୍ ଅଛି, ଏଠାରେ ଅଲଗା କ'ଣ ହେଇପାରିବ ଆମର ପିଲାମାନେ, ଚୁଡ଼ିଟା ଅଲଗା ହେଇପାରିବ। ଠିକ୍ ଅଛି, ତାପରେ ପ୍ରଶ୍ନ କ'ଣ ଦେଇଛି ପିଲାମାନେ ଜିନିଷ ବୋହିବା ଦୃଷ୍ଟିରୁ ଗଧ, ଘୋଡ଼ା, ଓଟ, ଗାଈ। ଠିକ୍ ଅଛି ପିଲାମାନେ, ୟାର ଉତ୍ତର କ'ଣ ହେବ ଗାଈ ହେଇପାରିବ। ଠିକ୍ ଅଛି, ଦେଖ ପିଲାମାନେ, ତାପରେ କୋଶ୍ଚିନ୍ କ'ଣ ଦେଇଛି ପ୍ରଶ୍ନ 5 ନମ୍ବରରୁ 7 ନମ୍ବର ପର୍ଯ୍ୟନ୍ତ ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। ଠିକ୍ ଅଛି, 5 ନମ୍ବର ପ୍ରଶ୍ନ ଆମର କ'ଣ ଦେଲା, ଉଦ୍ଭିଦର ଡ୍ୟାସ୍ ମାଟି ତଳୁ ଜଳ ଶୋଷଣ କରିଥାଏ, କାଣ୍ଡ, ଚେର, ପତ୍ର କି ଫୁଲ। ଠିକ୍ ଅଛି, ୟାର ଉତ୍ତର କ'ଣ ହେବ ଆମର ଚେର ହେବ। ନେକ୍ସଟ ପେଜକୁ ଯିବା। ଠିକ୍ ଅଛି, ନେକ୍ସଟ ପେଜରେ ଆମର କୋଶ୍ଚିନ୍ କ'ଣ ଦେଇଛି ପିଲାମାନେ ଦେଖ, ଅମାବାସ୍ୟା ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ 15 ଦିନକୁ କ'ଣ କୁହାଯାଏ? କୃଷ୍ଣପକ୍ଷ, ଶୁକ୍ଳପକ୍ଷ, ଅଧିବର୍ଷ କି ଚନ୍ଦ୍ରମାସ। କ'ଣ କୁହାଯାଏ ପିଲେ? ତମେ ଏଇଟା ଲେଖିବ ପିଲାମାନେ। ଠିକ୍ ଅଛି, ତାପରେ ପ୍ରଶ୍ନ ଆମର କ'ଣ ଦେଇଛି, ଖରାଦିନେ ଆଇସ୍କ୍ରିମ୍ ଶୀଘ୍ର ତରଳିଯାଏ କାରଣ କ'ଣ? ବାୟୁମଣ୍ଡଳ ଗରମ ଥିବାରୁ, ବାୟୁମଣ୍ଡଳର ଥଣ୍ଡା ଥିବାରୁ, ବାୟୁମଣ୍ଡଳରେ ଥିବା ଅଧିକ ଆର୍ଦ୍ରତା ଥିବାରୁ, ଅଧିକ ପବନ ହେଉଥିବାରୁ। କ'ଣ ପାଇଁ ପିଲାମାନେ ଲେଖିବ। ଠିକ୍ ଅଛି, ତାପରେ ପ୍ରଶ୍ନ କ'ଣ ଦେଇଛି ଆମର, ତୁମ ବିଦ୍ୟାଳୟରେ ନିକଟରେ ପୋଖରୀ ଓ ନଳକୂପ ଅଛି। ଟିକେ ପିଲାମାନେ, ହଁ, କେଉଁ ଜଳକୁ ତୁମେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହାର କରିବ କାହିଁକି ଲେଖ। କ'ଣ ପାଇଁ କେଉଁ ଜଳକୁ ପିଲାମାନେ ବ୍ୟବହାର କରିବ? ନଳକୂପ ଜଳକୁ ବ୍ୟବହାର କରିବ, କାରଣ ନଳକୂପ ହେଉଛି ଆମର ମାଟି ତଳ ଜଳ, ଏହା ଦୂଷିତ ହୋଇନଥାଏ, କିନ୍ତୁ ପୋଖରୀ ଜଳ ଅଧିକ ପରିମାଣରେ ଦୂଷିତ ହୋଇଥାଏ। ଠିକ୍ ଅଛି, ଡେଙ୍ଗୁ ଜ୍ୱରରୁ ରକ୍ଷା ପାଇବା ପାଇଁ କେଉଁ ସବୁ ଉପାୟ ଅବଲମ୍ବନ କରିବ? ଡେଙ୍ଗୁ ଜ୍ୱରରୁ ରକ୍ଷା ପାଇବା ପାଇଁ ଆମର କ'ଣ କରିବ? ମଶାରୀ ଟାଣି ଶୋଇବ, ନିଜ ବାରିଆଡ଼େ କୌଣସି ଜାଗାରେ ପାଣି ଜମିବାକୁ ଦେବ ନାହିଁ। ତାପରେ ପ୍ରଶ୍ନକୁ ଯିବା, ସପ୍ତର୍ଷିମଣ୍ଡଳ କାହାକୁ କୁହାଯାଏ? କାହାକୁ କୁହାଯାଏ ସପ୍ତର୍ଷିମଣ୍ଡଳ ଲେଖିବ। ତାପରେ ପ୍ରଶ୍ନ କ'ଣ ଦେଇଛି ଆମର ଦେଖ, ଚନ୍ଦ୍ର ଆଉ ପୃଥିବୀ ମଧ୍ୟରେ ପାର୍ଥକ୍ୟ ଲେଖ। ଚନ୍ଦ୍ର ହେଉଛି ଆମର ଗୋଟେ କ'ଣ ନକ୍ଷତ୍ର, କିନ୍ତୁ ପୃଥିବୀ ହେଉଛି ଗୋଟିଏ ଗ୍ରହ। ଚନ୍ଦ୍ର ଆମକୁ ଆଲୋକିତ କରେ, ଅନ୍ୟର ଆଲୋକରେ ଆଲୋକିତ ହୋଇ ଆଲୋକିତ କରେ, କିନ୍ତୁ ପୃଥିବୀର କୌଣସି ନିଜସ୍ୱ ଆଲୋକ ନାହିଁ, କିମ୍ବା ସେ ଅନ୍ୟର ଆଲୋକରେ ମଧ୍ୟ ଆଲୋକିତ ହୁଏ ନାହିଁ। ଠିକ୍ ଅଛି ପିଲାମାନେ, ତାପରେ ପ୍ରଶ୍ନ କ'ଣ ଦେଇଛି ପିଲାମାନେ ଦେଖିବା। ଠିକ୍ ଅଛି, ଦେଖ ପିଲାମାନେ, ତାପରେ ପ୍ରଶ୍ନ ଆମର କ'ଣ ଦେଇଛି, ପାଗ କହିଲେ କ'ଣ ବୁଝ। ଏହାର ଉତ୍ତର ଲେଖିବ। ତାପରେ ପ୍ରଶ୍ନ କ'ଣ ଦେଇଛି, ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଚନ୍ଦ୍ରର ଆକୃତିରେ ପରିବର୍ତ୍ତନକୁ ଚିତ୍ର ଦ୍ୱାରା ଦର୍ଶାଅ। ଏଇଟା ତୁମେ ପିଲାମାନେ ଚିତ୍ର କରିବ। ଭିଡ଼ିଓକୁ ଲାଇକ୍, କମେଣ୍ଟ ଆଉ ସବସ୍କ୍ରାଇବ୍ କର, ଯାହାଦ୍ୱାରା କି ମୁଁ ନେକ୍ସଟ ଭିଡ଼ିଓ ତୁମ ପାଇଁ ନିଶ୍ଚୟ ଭାବରେ ଆଣିଦେବି। ଠିକ୍ ଅଛି ପିଲାମାନେ, କମେଣ୍ଟ ମାଧ୍ୟମରେ ମଧ୍ୟ ଜଣାଇବ। ଠିକ୍ ଅଛି, ରହୁଛି ପିଲାମାନେ, ବାଏ ବାଏ।